ଦୃଷ୍ଟିରୁ ଆମେ ମାନି ନବା ତୁଳନାତ୍ମକ ସମୟାନୁକ୍ରମିକ ଐତିହାସିକ ଭାଷା ତତ୍ତ୍ୱରେ 1780 ମସିହା ପରବର୍ତ୍ତୀ କାଳରେ ଯେଉଁ ଆଲୋଚନା ଭାରତୀୟ ଭାଷାକୁ ନେଇକିରି ଆର୍ଯ୍ୟ ଦ୍ରାବିଡ଼ ଏବଂ ଆଦିବାସୀ ମୂଳକ ଭାଷାକୁ ନେଇକିରି କରାଗଲା ସେଥିରେ ବହିରଙ୍ଗ ଅନ୍ତରଙ୍ଗ ଅର୍ଥାତ୍ ଆଗରେ ଆସିଥିବା ଲୋକ ପଛରେ ଆସିଥିବା ଇରାନ ଇତ୍ୟାଦି ଅଞ୍ଚଳରୁ କାଶ୍ମୀର ସାଗର ଦେଇ ଆସିଥିବା ଲୋକମାନଙ୍କର ଅବସ୍ଥିତି ପରସ୍ପର ଭିତରେ ବାଦ ବିବାଦ ଏବଂ ସେମାନେ ଆଞ୍ଚଳିକ ସ୍ତରରେ ମିଶିଗଲା ପରେ ସେମାନଙ୍କ ଶବ୍ଦକୁ ଆଣି ମିଶିଲା ପରେ ଦି ପ୍ରକାରର ଆର୍ଯ୍ୟ ଭାଷା ଓଡ଼ିଶାରେ ଚଳିଲା ଭାରତ ବର୍ଷରେ ଚଳିଲା ଆର୍ଯ୍ୟ ଭାଷା ଏବଂ ସିଏ ମଧ୍ୟ ଗଲା ମହାରାଷ୍ଟ୍ର ଇତ୍ୟାଦି ଦେଇ ତଳପଟ ଦେଇକି ଦକ୍ଷିଣକୁ ବି ଗଲା ଦକ୍ଷିଣୋତ୍ତରରେ ବି ଆର୍ଯ୍ୟ ଭାଷାର ଆସିବ ଆମେ ମାନି ନବା ଇଏ ସତ କଥା କାହିଁ ମାନିବା ଆମେ ଯେତେବେଳେ ତାକୁ କାଟି ପାରିବୁ କି ତାଠାରୁ ଅଧିକ କିଛି ଲେଖି ପାରୁନେ କାହିଁକି କହିଦେବା ଆବେଗରେ ନାହିଁ ଗୁଡା ସେ ଭୁଲ ଲେଖିଥିବେ ଠିକ ଅଛି ଆକୁ ବି ଯଦି ମାନିଗଲା ତାହେଲେ ଏଥିରେ କଣ ହଉଛି ନା ଆର୍ଯ୍ୟ ମାନେ ଆସିଲା ବେଳକୁ ଓଡିଶାରେ ବ୍ରାତ୍ୟ ସଂସ୍କୃତି ଥିଲା ସେମାନେ କଣ ଚଢେଇ ଭୂକାଳିକା ବେଙ୍ଗ ଜିଆ ଆଙ୍କ ଭାଷାରେ କଥାବାର୍ତ୍ତା ହେଇଥିଲେ ତାଙ୍କଠୁ କିଛି ମାନବୀୟ ବାକ୍ ଯନ୍ତ୍ରରୁ ଉଚ୍ଚାରିତ ଧ୍ୱନି ସର୍ବସ୍ୱ ଭାବ ବିନିମୟର ସାମର୍ଥ୍ୟ ଥିବ ସେଇ ସାମର୍ଥ୍ୟରେ ତାଙ୍କ ଭାଷା ଥିଲା ତାହା ଏକ ଆଞ୍ଚଳିକ କଥିତ ଭାଷା ଥିଲା ଥାଇପାରେ ଠିକ ଅଛି ସେମାନଙ୍କ କଥାରେ ବି ଆମେ ଗୋଟେ ସ୍ୱତନ୍ତ୍ର ଭାଷା ଥିଲୁ ଆମେ ସଂସ୍କୃତରୁ ଆସିବୁ ଦ୍ୱିତୀୟରେ ଯଦି ଆମେ ପରବର୍ତ୍ତୀ କାଳରେ ଯୋଉଟା ଆସିଲା ବ୍ୟାକରଣ ଧ୍ୱନି ତତ୍ତ୍ୱ ରୂପ ତତ୍ତ୍ୱ ଅର୍ଥ ତତ୍ତ୍ୱ ଏବଂ ବାକ୍ୟ ତତ୍ତ୍ୱ ଦୃଷ୍ଟିରୁ ଯେଉଁ ଗୁଣ ଗୁଡିକ ଆମ ଓଡିଆ ଭାଷାରେ ରହିଛି ଏ ଦୃଷ୍ଟିରୁ ଆମେ ସଂସ୍କୃତର ନିକଟବର୍ତ୍ତୀ କେତେ ଆମେ ସଂସ୍କୃତର ନିକଟବର୍ତ୍ତୀ ଯେତିକି ବେଳେ ହେଇଛେ ପଞ୍ଚମ ଚତୁର୍ଥ ତାକୁ ଧରିନିଅ ପ୍ରଥମ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ ଭିତରେ କନିଷ୍କ ଠାରୁ ଗୁପ୍ତ ବଂଶ ଦେଇକିରି ଶରଦ୍ଭବ ବଂଶ ପର୍ଯ୍ୟନ୍ତ ଅଥବା ଭୈମକର ବଂଶ ପର୍ଯ୍ୟନ୍ତ ସେତେବେଳେ ପର୍ଯ୍ୟନ୍ତ ଆମେ ଯେଉଁ ସଂସ୍କୃତକୁ ଆଣିଛୁ ସେଇଟା ଆମର ଆବଶ୍ୟକ ପ୍ରୟୋଜନ ଅର୍ଥାତ୍ ସେ ସମୟରେ ଯୋଉ ଉଡ୍ର କଙ୍ଗୋଦ କଳିଙ୍ଗ ତୋଷାଳୀ ଉଡ୍ର କୋଶଳ ଇତ୍ୟାଦି ଅଞ୍ଚଳ ଥିଲା 6 ଭାଗ ହେଇକିରି ରହିଥିଲା କଳିଙ୍ଗ ବୃହତ୍ତର କଳିଙ୍ଗ ଖାରବେଳଙ୍କ କଳିଙ୍ଗ ଅଶୋକ ସମୟର କଳିଙ୍ଗ ଖଣ୍ଡ ଖଣ୍ଡ ହେଇକିରି 6 ଭାଗରେ ଷଡ଼ ବିଷୟ ହେଇଯାଇଥିଲା ତା ନାଁ ଦିଆଯାଇଥିଲା ଓଡ୍ର ବିଷୟ এই ଓଡ୍ର ବିଷୟକୁ ଓଡଶୟ ହେଇକିରି ଓଡିଶା ପରବର୍ତ୍ତୀ କାଳରେ ହେଇଛି এই 6 ଭାଗରେ ସଂସ୍କୃତ କାହା ମାତୃଭାଷା ନଥିଲା ବା ସଂସ୍କୃତ କୌଣସି ପ୍ରକାର ପ୍ରାମାଣିକତା ନାହିଁ ଯେ ଏଠି ସଂସ୍କୃତ ଏକ ଆଭିଜାତ୍ୟର ଭାଷା ଥିଲା ଭାବ ବିନିମୟର ମୂଳପିଣ୍ଡ ଥିଲା ଏଠି ଉଡ୍ରଜା ପ୍ରାକୃତ ବା ଲୋକକଥିତ ପ୍ରାକୃତ ବା ଉଡ୍ର ବିଭାଷା ରୂପୀ ଗୋଟିଏ କଥିତ ଭାଷା ଥିଲା ଆମର ପ୍ରୟୋଜନ ହେଲା କାରଣ ଆମର ରାଜା ହେଲେ ସଂସ୍କୃତ ପ୍ରଭାବିତ ରାଜନ୍ୟ ମଣ୍ଡଳୀ ସମ୍ରାଟ ବର୍ଗ ତେଣୁ ଆମେ ତାଙ୍କର ଶାସନୀୟ ନିୟମ ବିଧାନକୁ ଜାଣିବା ପାଇଁ ଆମେ ଅନେକ ସଂସ୍କୃତ ଶବ୍ଦକୁ ଆମ ମତେ ତାକୁ ରୂପାନ୍ତରିତ କରିବାକୁ ଆରମ୍ଭ କରୁ ତେଣୁ ଏପର୍ଯ୍ୟନ୍ତ ଯେତିକି ବି ଶିଳାଲେଖ ଅଛି ତାଠାରୁ ଅଧିକ ଥାଇପାରେ ଆମେ ପାଇନେ ସେଥିରେ କ୍ୱଚିତ ଶବ୍ଦ ଯୋଉଟା ସଂସ୍କୃତରେ କୁମ୍ଭକାର ଆମର କୁମ୍ଭାର ଏଇଭଳି ପ୍ରଚଳିତ ହୋଇଛି ସଂସ୍କୃତରେ ସୁଗାଳ ଆମର ଶିଆଳ ସଂସ୍କୃତରେ ମୃଣୟ ଆମର ହଉଛି ମୂର୍ତ୍ତକା ତାପରେ ମୂର୍ତ୍ତିକା ମାଟି ହେଲା ମାଟି ବହୁ ପରେ ହେଇଛି ତେଣୁ ଏଇଭଳି କେତୋଟି ଶବ୍ଦ ଯୋଉ ଆସୁଛି ଶବ୍ଦ ଥିଲା ଯାହାକୁ କହୁଛନ୍ତି ଉଚ୍ଚ ବା ଉଡ୍ର ଦେଶରେ ଗୋଟିଏ ନୂଆ ପ୍ରକାରର ଭାଷା ରହୁଥିଲା ଯାହା ଲଳିତ ଏବଂ ମୁଖର ଯାହାକୁ ପରବର୍ତ୍ତୀ କାଳରେ ବ୍ୟାକରଣ ସଂସ୍କୃତ ଚର୍ଚ୍ଚା କରି ବ୍ୟାକରଣ ଅନୁସାରେ ଓଡିଶାରେ ଭାରତ ବର୍ଷରେ ପ୍ରଚଳିତ ଆର୍ଯ୍ୟ ଆଧାରିତ ବା ଆର୍ଯ୍ୟ ଭାଷାରୁ ଶବ୍ଦ ଆଣି ବଳିଷ୍ଠ ହେଇଥିବା ଦିଟା ଜିନିଷ ବିବର୍ତ୍ତିତ ହେଇଥିବା ଭାଷା ମାନେ ନେଇଛନ୍ତି ତା ଭିତରୁ 10ମ ଶତାବ୍ଦୀ ବେଳକୁ କୁହାଯାଇଛି ଯେ ଓଡ୍ର ଭାଷା ହେଉଛି ଇ ଉ ଓ ବଳିଷ୍ଠ ଭାଷା ଅର୍ଥାତ୍ ସ୍ୱରାନ୍ତ ମୂଳକ ଭାଷା ସ୍ୱର ପ୍ରାଧାନ୍ୟ ଭାଷା ପୁରୁଷୋତ୍ତମ କହୁଛନ୍ତି ଅନିରୁଦ୍ଧ ବି ମାନୁଛନ୍ତି ବ୍ୟାକରଣବିତ୍
ଜୟଦେବ ଯିଏକି ଲେଖିଛନ୍ତି କଣ ସେଟା ବ୍ୟାକରଣ ଚନ୍ଦ୍ରିକା ଅଳଙ୍କାର ଚନ୍ଦ୍ରିକା, ସିଏ ବି ସେଠି ଓଡିଶା ଉଡ୍ର ଦେଶରେ 12ଟା ଅଳଙ୍କାର ବିଷୟରେ ଉଲ୍ଲେଖ କରୁଛନ୍ତି। ସିଏ ବି ଅଲଗା କହୁଛନ୍ତି ଏଗୁଡିକ ହଉଛନ୍ତି ଲହରାୟିତ ଗାନ ଯୋଗ୍ୟ ଅଳଙ୍କାର, ଛନ୍ଦ ସହିତ ମିଶିକିରି ଅଳଙ୍କାର ହେଇଛି, ଯାହା ଉପେନ୍ଦ୍ର ଇତ୍ୟାଦିଙ୍କର ଆମର ମୂଳ ଭିତ୍ତି ପରବର୍ତ୍ତୀ କାଳରେ ଘଟିଛି। ତେଣୁ ପୂର୍ବରୁ ଆମ ଭିତରେ ଏଇଭଳି ଗୋଟିଏ ଭାଷିକ ବ୍ୟବସ୍ଥା ଥିଲା। ତେଣୁ ଏଠି ପଏଣ୍ଟ ଆସିଲା ସଂସ୍କୃତ। ତେଣୁ ଆମେ ସଂସ୍କୃତକୁ ଆଣିକିରି ମିଶେଇକିରି ଆମ ଭାଷା ବଳିଷ୍ଠ କରୁଛେ। ଯେତେବେଳେ ଆମ ପାଖକୁ ଆସିଲେ ଜାବନିକ ମାନେ, ଆମେ ଜାବନିକ ଶବ୍ଦକୁ ଆଣିକିରି ଆମ ଭାଷାରେ ମିଶେଇକିରି ବଳିଷ୍ଠ ହେଇଛେ। ଇଂରେଜ ମାନେ ଆସିଲେ, ଆମେ ସିଧାସଳଖ ବର୍ତ୍ତମାନ ଯେମିତି ଖେଚେରି କରିକିରି ଇଂରେଜୀ ଶବ୍ଦକୁ ଅବିକଳ ଆଣୁଛେ, ଆଣିନେ। ଆମେ ଆମ ଉଚ୍ଚାରଣ, ଆମ ଧ୍ୱନି ତତ୍ତ୍ୱ, ଆମ ବ୍ୟାକରଣ ତତ୍ତ୍ୱ ଅନୁସାରେ ଆମେ ମାଷ୍ଟରକୁ ମାଷ୍ଟରାଣୀ କରିଛେ। ଗୋଟେ ଖାଲି ଛୋଟିଆ ଉଦାହରଣଟେ କରିଦେଲି, ରିକ୍ସା ବାଲା କରିଛେ, ବାଲାଟା ଆଣିଲେ ସେଠୁ, ରିକ୍ସାଟା ଆଣିଲେ ଇଂରେଜୀ ଜାପାନ ଦେଇକି ଆମେ ଇଂରେଜୀରୁ ଆଣିଲେ, ବାଲାଟା ଆଣିଲେ ଜାବନିକ ଆଡୁ ଆଣିଲେ, ମିଶେଇ ଦେଲେ ଜାବନିକ ଇଂରେଜୀ କରିଦେଲେ ଗୋଟେ ନୂଆ ଓଡିଆ ଶବ୍ଦ ରିକ୍ସା ବାଲା। ଭଡାଟିଆ, ଭଡା ଆଣିଲେ ସାଡୁ, ଟିଆଟା ହଉଛି ଓଡିଆର ନିଜସ୍ୱ, ମିଶେଇ ଦେଇକିରି କଲେ। ତେଣୁ ଆମର ପ୍ରୟୋଜନ ବେଳେ ଆମେ ଆମର ଶବ୍ଦକୁ ଭାବ ବିନିମୟ ପାଇଁ ଅନ୍ୟଠାରୁ ଶବ୍ଦ ଆଗତ କରି ଆମ ସାମର୍ଥ୍ୟରେ ଆମେ ଆମ ଶବ୍ଦ ଭଣ୍ଡାର ବୃଦ୍ଧି କରିଛେ, ବଢେଇଛେ। ତେଣୁ ଆମେ ସଂସ୍କୃତ ଭଳି ପ୍ରାୟତଃ ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଆସ୍ତେ ଆସ୍ତେ ମରି ନ ଯାଇ, ଆମେ ଯେଉଁ ସମୟରେ ଯେଉଁ ରାଜା, ଯେଉଁ ପରିସ୍ଥିତି, ଯେଉଁ ବାଣିଜ୍ୟ, ଯେଉଁ ସମର, ଯେଉଁ ଯୁଦ୍ଧ, ଯେଉଁ ଲୋକାଚାର, ଯେଉଁ ବିବାହ, ଯେଉଁ ଧର୍ମଧାରା, ଯେଉଁ ସାଂସ୍କୃତିକ ଲୋକାଚାର୍ୟ ବ୍ରତା ବି ଆସିଛି ଆମ ପାଖକୁ ପହଞ୍ଚିଛି, ସେ ସଂକଳ୍ପ ଭିତରେ ଆମେ ନୂଆ ନୂଆ ଶବ୍ଦ ତିଆରି କରୁଛେ। ତେଣୁ ଆମେ କୌଣସି ସମୟରେ କୌଣସି ଭାଷା ଦ୍ୱାରା ପ୍ରଭାବିତ କି ନିୟନ୍ତ୍ରିତ ବା କୋଉଠାରୁ ଆସିନି। ଆମର ସ୍ୱତନ୍ତ୍ର ଗୋଟିଏ ଆଞ୍ଚଳିକ ଭୂମିଖଣ୍ଡର ମାନବୀୟ ଭାଷା ଥିଲା। ସେ ଭାଷା ପ୍ରଥମେ ସଂସ୍କୃତାୟିତ ହେଲା ପ୍ରାକୃତ ପାଲି ମାଧ୍ୟମରେ। ଅନେକ ଯୋଉ କହୁଛନ୍ତି ପାଲି ଓଡିଶାରେ ଥିଲା, ତାର ଜଣା ପଡୁଛି ସଂସ୍କୃତ ସମକକ୍ଷ ସଂସ୍କୃତରୁ କିଛି ଧ୍ୱନ୍ୟାତ୍ମକ ରୂପାନ୍ତରିତ ଶବ୍ଦକୁ ନେଇ ପାଲି ଅଶୋକଙ୍କ ସମୟରୁ ପ୍ରାୟଶଃ ହୁଏନ୍ସାଙ୍କ ପର୍ଯ୍ୟନ୍ତ ବଳିଷ୍ଠ ରୂପରେ ରହିଥିଲା, ଯେଉଁଟା ଓଡ୍ର ଭାଷାକୁ, ଓଡ୍ରଜା ପ୍ରାକୃତକୁ, ଓଡ୍ରଜା ବା ଓଡ୍ର ଲୋକମାନଙ୍କର କଥିତ ଲୋକାଚାର୍ଯ୍ୟ ଭାଷାକୁ ଏକ ଦୃଢ ଭାବ ବିନିମୟର ଭିତ୍ତି, ସାମର୍ଥ୍ୟ, ଦୀପ୍ତି ଦେଇପାରିଥିଲା। ତାପରେ ଆମର ଦରକାର ପଡିଲେ ଆମେ ସଂସ୍କୃତ, ଆମେ ତେଣୁ ସଂସ୍କୃତାୟିତ ହେଇଛେ, ଆମେ ସାଂସ୍କ୍ରିଟାଇଜ୍ଡ ହେଇଛେ, ଆମେ ସଂସ୍କୃତରୁ ଜନ୍ମ ଲାଭ କରିନେ। ତେଣୁ ଯୋଉମାନେ ସଂସ୍କୃତ ବାଲା କହୁଛନ୍ତି ସେ ଆଗ ଭାଷାବିତ ହୁଅନ୍ତୁ। ଆଗ ବିଶ୍ୱର ଗୋଟେ ଭାଷା ତତ୍ତ୍ୱ ଅଛି, ସବୁ ଭାଷା ତାକୁ ମାନିବାକୁ ବାଧ୍ୟ। ସେ ଆଗ ଭାଷାବିତ ହୁଅନ୍ତୁ, ସେମାନେ ଜାଣନ୍ତୁ। ଯେମିତି ମୁଁ ସବୁବେଳେ କୁହେ, ଶାସ୍ତ୍ରୀୟ ଭାଷା ଭାଷା ତତ୍ତ୍ୱ ଦୃଷ୍ଟିରୁ ଅଲଗା। ଭାରତୀୟ ମାନେ ଗୋଟିଏ ଶାସ୍ତ୍ରୀୟ ଭାଷା କଲେ ଯାହା, ତାହା ଖୁବ ଖରାପ କରିନାହାନ୍ତି ଆଦୌ। ଉନ୍ନତ ମଙ୍ଗଳ ଗୋଟେ ଭାଷାର ଜାତିକୁ ଉନ୍ନତି କରିବା ପାଇଁ ଦିଆଗଲା। ଓଡିଆ ବାଲା ତାକୁ ଗାଦି ଗୋଟିଏ ଭାବିକି ମାରି ବସିବୁ, କିଛି କଲୁ ଆଉ କଣ କରାଯିବ? ସେଠି କିଛି କରାଯାଇ ପାରିବନି। ଯୋଉ ଦଳ ଆସିବ ତାର ଭକ୍ତ ମାନେ ଅଛନ୍ତି। ଯିଏ ସବୁଠାରୁ ବଡ ବାଲି ମାଫିଆ, ଯିଏ ସବୁଠାରୁ ବେଶୀ ଟ୍ରାକ୍ଟର ରଖିକିରି ଖଣିଜ ଦ୍ରବ୍ୟ ଚୋରା କାରବାର କରେ, ସେ ଭାଷା ପ୍ରତିଷ୍ଠାନକୁ, ଭାଷା କେନ୍ଦ୍ରକୁ, ଭାଷା ଅଧ୍ୟୟନ ସ୍ଥଳକୁ ଆସିପାରେ। ତାକୁ ମଧ୍ୟ ଅନ୍ନତ ବାବୁ, ସନ୍ତୋଷ ତ୍ରିପାଠୀ, ନଟବର ଶତପଥୀ ମାନେ ସାର୍ ସାର୍ କହି ଯାଇପାରନ୍ତି। ଅନୁସାରେ ସେ ଏଯାବତ ଓଡିଆରେ ଦାପ୍ତରିକ ଭାଷା ପାଇଁ ନିଜର ଏକ ମାନକ ନକ୍ସା ତିଆରି କରିପାରିଲାନି। ଜେଲ ଗଲେ କଣ ଦବ, ମାଷ୍ଟର ହେଲେ କଣ ଦବ, ଯାହାକୁ ଆମେ କାର୍ଯ୍ୟକାରଣ ପାଇଁ ଦଣ୍ଡିତ କରୁଛେ ତାକୁ ଯେତେବେଳେ ଚିଠି ଦବା କଣ ହବ, ପଇଠ କଲେ କର କେମିତି ଆବେଦନ କରାଯିବ, ତାର ନଥିପତ୍ର କଣ, ଆମେ କରିପାରିଲେନି। ଆମେ ସେଇ ଇଂରେଜ ଅମଳରୁ ଯାହାକୁ ଅଛି ତାକୁ ଅନୁବାଦ କରିଚାଲିଛେ। ଏବଂ ଅନୁବାଦର ଗୋଟେ ମେସିନ୍ ଆସିଗଲା, ଯାହା ସଂସ୍କୃତ ବାଲା କହିଲେ ଆମେ ସେ ମେସିନ୍ର ମୂଳ ବାପା, ମୂଳ ବୋଉ। ଆମ ଅନୁସାରେ ଅନ୍ୟ ଭାଷା ଗୁଡିକ ତିଆରି ହବ, ଆମେ ବିଜ୍ଞାନ ସମ୍ମତ, ଆମେ ତାକୁ ବି ମାନିଲେ। କାରଣ ଆମର ତ କେହି ପରୀକ୍ଷା କରନ୍ତିନି ନା। ଆମର ସଂଘମିତ୍ରା ମିଶ୍ରଙ୍କର ବଡ ପରାମର୍ଶଦାତା ହଉଛନ୍ତି ନାରାୟଣ ସାହୁ, ମୁଁ ନାଁ ଧରିକି। ତାର ମୂଳ ବ୍ୟାକରଣ ଶୃଙ୍ଖଳାର ସଂରଚନାତ୍ମକ ସାରଲ୍ୟ ତାହା ତାଙ୍କ ପାଖରେ ଥିଲା କି? ସେ କଥାକୁ ମୁଁ ଅସ୍ୱୀକାର କରୁନି, ଭଲ ଶିକ୍ଷକ।
କିନ୍ତୁ ତମେ କାହିଁକି ଓଡିଆ ଭାଷା ଜନ୍ମ ହୋଇନାହିଁ? ସଂସ୍କୃତର ଆଧିପତ୍ୟ କାଳୀନ ଜ୍ଞାନ ଭଣ୍ଡାରକୁ ସଂସ୍କୃତ ଭାଷା ପୁରାଣ ଇତିହାସ ସେ ସମୟରେ ଯାହା ଥିଲା, ଆକାଶ ଆର୍ଯ୍ୟଭଟ୍ଟଙ୍କ ଠାରୁ ଆରମ୍ଭ କରି ବ୍ୟାସ ବାଲ୍ମୀକି ଇତ୍ୟାଦି ଦେଇ ଯାହା ଯାହା ସେମାନଙ୍କର ଶ୍ରେଷ୍ଠତ୍ୱ ଥିଲା, ତାକୁ ଓଡିଆ ଭାଷା ଭାଷୀ ଲୋକମାନେ ଚତୁରତାର ସହିତ ଗ୍ରହଣ କରି ବିନୟ, ସହନଶୀଳତା, ଶିକ୍ଷା ଏବଂ ଅନ୍ୟକୁ ଶୀଘ୍ର ଅନୁସରଣ କରି ଆହରଣ କରି ନିଜର ମୌଳିକତା ତିଆରି କରି ପାରିଥିଲେ। ଇଂରେଜ ବାଲା ସେଇଆ କଲେ ବୋଲି ଚତୁର୍ଦ୍ଦଶ ଶତାବ୍ଦୀରେ ପୃଥିବୀର ଗଥିକି ଭାଷା ଠାରୁ ଆରମ୍ଭ କରି ଫ୍ରେଞ୍ଚ ଦେଇ, ଲାଟିନ ଦେଇ, ଭାରତୀୟ ଦେଇ, ଆଫ୍ରିକା ଦେଇ ଏତେ ଶବ୍ଦ ଆଣିଲେ ଯେ ବର୍ତ୍ତମାନ ସେ ହେଉଛନ୍ତି ପୃଥିବୀର ପ୍ରତ୍ୟେକ ମଣିଷର ସଂଯୋଗାତ୍ମକ ଭାଷା। କିନ୍ତୁ ଇଂରେଜୀ ଏକ ଶାସ୍ତ୍ରୀୟ ଭାଷା ନୁହେଁ। ଭାଷା ତତ୍ତ୍ୱ ଦୃଷ୍ଟି